ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଦାଶରଥୀ ଦାସଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ଦାଶରଥୀ ଦାସ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ। ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ 1936 ମସିହା ଜୁଲାଇ ମାସ 17 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ 10ରୁ ଉର୍ଦ୍ଧ୍ୱ ପୁସ୍ତକ ରଚନା କରିସାରିଛନ୍ତି। ତାଙ୍କ ରଚନାବଳୀ ଗୁଡ଼ିକ ହେଉଛି କବିସୂର୍ଯ୍ୟ ବଳଦେବ ରଥ, ଯାହା ପ୍ରକାଶ ପାଇଥିଲା 1987 ମସିହାରେ। ପ୍ରକାଶକ ହେଉଛନ୍ତି ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶ ପାଇଥିଲା। କଥାବସ୍ତୁ ଥିଲା କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଓ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ। ବିଚିତ୍ର ହରିବଂଶ ପୁସ୍ତକଟି 1981 ମସିହାରେ ପ୍ରକାଶ ପାଇଥିଲେ। ପ୍ରକାଶକ ହେଉଛନ୍ତି ପ୍ରାଣୀଗ୍ରାହୀ। କଥାବସ୍ତୁ ଥିଲା ଭଗବାନ କୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବସିତ ପୁସ୍ତକ। ମଧୁସୂଦନ ରଥଙ୍କ ଶ୍ରେଷ୍ଠ କବିତା, ଯାହା 1994 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛି ଅଗ୍ରଦୂତ। ଏହାର କଥାବସ୍ତୁ ଥିଲା ମଧୁସୂଦନ ରଥଙ୍କ କବିତା ସଂକଳନ। ଚିହ୍ନା ମାଟି ଅଚିହ୍ନା ଆକାଶ ପୁସ୍ତକଟି 1987 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ଫ୍ରେଣ୍ଡସ୍ ପବ୍ଲିସର। କଥାବସ୍ତୁ ହେଉଛି ସୀତାକାନ୍ତ ମହାପାତ୍ରଙ୍କ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ। ମୃତ୍ୟୁଲୋକରେ ଋତୁ ସପ୍ତମ ପୁସ୍ତକଟି 1979 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ଅଗ୍ରଦୂତ। ବିଷୟବସ୍ତୁ ଥିଲା ରମାକାନ୍ତ ରଥଙ୍କ କବିତା ବିଶ୍ଳେଷଣାତ୍ମକ ପୁସ୍ତକ। ବୃହତ ଗରୁଡ଼ ପୁରାଣ, ଯାହା ପ୍ରକାଶ ପାଇଥିଲା 1964 ମସିହାରେ। ପ୍ରକାଶକ ହେଉଛନ୍ତି ଅରକ୍ଷିତ ଦାସ। କଥାବସ୍ତୁ ଥିଲା ହିନ୍ଦୁ ପୌରାଣିକ ଗ୍ରନ୍ଥ। କବିତା ନୁହେଁ ମାନଚିତ୍ର ପୁସ୍ତକଟି 1996 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ସଙ୍ଗମ ପବ୍ଲିକେସନ, ଯାହାର କଥାବସ୍ତୁ ଥିଲା 1976ରୁ 1995 ମଧ୍ୟରେ ବିଭିନ୍ନ କବିଙ୍କ ଉପରେ ଆଲୋଚନାତ୍ମକ ପୁସ୍ତକ। ଐତିହ୍ୟ ଆଧୁନିକତା ପୁସ୍ତକଟି 2008 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ଅଗ୍ରଦୂତ। କଥାବସ୍ତୁ ହେଉଛି ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ। କବିସୂର୍ଯ୍ୟ କାବ୍ୟବିଭା ପୁସ୍ତକଟି 1978 ମସିହାରେ ପ୍ରକାଶ ପାଇଥିଲା। ଏହାର ପ୍ରକାଶକ ହେଉଛନ୍ତି ଅଗ୍ରଦୂତ। ବିବିଧ ପ୍ରସ୍ତାବ ପୁସ୍ତକଟି 1993 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ଫ୍ରେଣ୍ଡସ୍ ପବ୍ଲିସର। କଥାବସ୍ତୁ ହେଉଛି ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ। ବିଷ୍ଣୁଗର୍ଭ ପୁରାଣ ପୁସ୍ତକଟି 1995 ମସିହାରେ ପ୍ରକାଶ ପାଇଥିଲା। ଏହାର ପ୍ରକାଶକ ହେଉଛନ୍ତି ଦାଶରଥୀ ପୁସ୍ତକାଳୟ। ଆଧୁନିକ କାବ୍ୟ ଜିଜ୍ଞାସା ଚିତ୍ରକଳ୍ପ ପୁସ୍ତକଟି 1974 ମସିହାରେ ପ୍ରକାଶ ପାଇଥିଲା। ଏହାର ପ୍ରକାଶକ ହେଉଛନ୍ତି ଅଗ୍ରଦୂତ। ବାମନ ପୁରାଣ ପୁସ୍ତକଟି 1969 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ଦାଶରଥୀ ପୁସ୍ତକାଳୟ। ଏହାର କଥାବସ୍ତୁ ହେଉଛି ବାମନ ହିନ୍ଦୁଦେବ ଅବତାର। କାବ୍ୟ ସମ୍ବାଦ ପୁସ୍ତକଟି 1973 ମସିହାରେ ପ୍ରକାଶ ପାଇଥିଲା। ପ୍ରକାଶକ ହେଉଛନ୍ତି ଫ୍ରେଣ୍ଡସ୍ ପବ୍ଲିସର। ଏହାର କଥାବସ୍ତୁ ହେଉଛି ଓଡ଼ିଆ ଏବଂ ସଂସ୍କୃତ କାବ୍ୟ ମଧ୍ୟରେ ଏକ ଆଲୋଚନାଧର୍ମୀ ପୁସ୍ତକ। ବିଚିତ୍ର ଭାରତ ପୁସ୍ତକଟି 1955 ମସିହାରେ ପ୍ରକାଶ ପାଇଥିଲା। ବିବିଧ ସମାଲୋଚନା ପୁସ୍ତକଟି 1982 ମସିହାରେ ପ୍ରକାଶ ପାଇଥିଲା। ନାନା ନିବନ୍ଧ ପୁସ୍ତକଟି 1992ରେ ପ୍ରକାଶ ପାଇଥିଲା। ସାହିତ୍ୟ ବିବେକ ପୁସ୍ତକଟି 1996 ମସିହାରେ ପ୍ରକାଶ ପାଇଥିଲା। ମହାପାତ୍ର ନୀଳମଣି ସାହୁଙ୍କ ଶ୍ରେଷ୍ଠ ଗଳ୍ପ ପୁସ୍ତକଟି 2014 ମସିହାରେ ପ୍ରକାଶ ପାଇଥିଲା। ଏହାର ପ୍ରକାଶକ ହେଉଛନ୍ତି ନ୍ୟାସନାଲ ବୁକ୍ ଟ୍ରଷ୍ଟ ଇଣ୍ଡିଆ।
ତାହାର କଥାବସ୍ତୁ ହେଉଛି ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ରଚନା ମଧ୍ୟରୁ ନିର୍ବାଚିତ 18ଟି ଗଳ୍ପ। ସେ ପାଇଥିବା ସମ୍ମାନ ଓ ପୁରସ୍କାର ଗୁଡ଼ିକ ହେଉଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର 2018 ମସିହାରେ ପ୍ରସଙ୍ଗ ପୁରାଣ ଭାବନା ନୂଆ ପାଇଁ ପାଇଛନ୍ତି। ଅତି ବଡ଼ି ଜଗନ୍ନାଥ ଦାସ ସମ୍ମାନ 2009 ମସିହାରେ ପାଇଥିଲେ। ଏ ଥିଲା ଦାଶରଥି ଦାସଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।